ସକାଳ ଯାଇ ସଞ୍ଜ ହେଲାଣି ହେଲେ ମୋ ସ୍ୱାମୀ ମୋ ପାଖକୁ ଫେରି ନାହାନ୍ତି। ରାଜ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଯେ ସେ ମୋ ପାଖକୁ ଆସିବାଟା ଭୁଲି ଯାଇଛନ୍ତି। ସେ ଆଡ଼େ ବି ମୋ ପୁଅମାନେ ରାଜ୍ୟ ଭ୍ରମଣ ପାଇଁ ଯାଇଛନ୍ତି ଯେ ସେମାନେ ବି ମୋ ପାଖକୁ ଫେରି ନାହାନ୍ତି। କାହିଁକି ଆଜି ଏ ମା ମନଟା ବୁଝୁନି। ସେ ଆଡ଼େ କାଉ ରାବାର ଶବ୍ଦ ମୁଁ ଶୁଣୁଛି। କାହିଁକି ଆଜି ମୋ ବାମ ନୟନ ଘନ ଘନ ମାରୁଅଛି। ଇଏ ତ ହେଉଛି ଅଶୁଭ ଲକ୍ଷଣ। ହେ ଜଗତର ନାଥ ଜଗନ୍ନାଥ, ମୋ ପୁଅମାନଙ୍କୁ କୁଶଳରେ ରଖିଥାଉ ପ୍ରଭୁ। ଆଉ ଖୁସିରେ ଖୁସିରେ ମୋ ପାଖକୁ ଫେରେଇ ଆଣ ପ୍ରଭୁ, ମୋ ପାଖକୁ ଫେରେଇ ଆଣ। ମୋ ସ୍ୱାମୀ ଆସିବା ପର୍ଯ୍ୟନ୍ତ ମୁଁ ଉଆସରେ ମୁଁ ଅପେକ୍ଷା କରେ। अनेक वर्ष पर आज आम बेले भाईटा राज्य दरबार मध्य प्रवेश कर सारी। अरे चखी आज माणिक्यगढ़ राज्यटा देखा अति चमत्कार देखा कहीं जाचु अनेक वर्ष पर फेरी से बोधे एमती देखा अरे चखी राज्यटा को देखला बेलू मनटा मोर भाषे खुशी जना पड़ू। आज मु बहुत खुशी। हाँ चखी से मन कौन कहूँ जाचु जन्नर रजत जस्ना उल्लसित लगे मलय पवन। आज राति मो बधु जामिनी अनेक दिनर स्वप्न आज मोर पूर्ण हवा को जाऊँगी। चखी मो स्वप्न स्वप्न हे रहिबनी। हाँ चखी हाँ अरे चखी राज्य मध्य जिते बड़े प्रवेश कर सारी आमको कहीं देखी ना। अरे चखी अरे आग को देख यही मत देखा जाऊँगी रानी हंसपुरटा आउ मन मंदिर मध्य नाची उठुचे महारानी प्रमोदिनी अलेवा जोरा चाहानी। चखी एठी आउ विलंब करिबा आमे सीधा चली जिबा सही रानी हंसपुर मध्य को। चलो चलो चखी ए रानी हंसपुर कहीं खाली खाली जना पड़ी। और कहलो राजा राज कार्य व्यस्त अच्छी हूँ उपयुक्त समय। हेले महाराणी ब्रह्मदिनी ताल तो बहुत खुशीर कथाटा महाराणी जिते बेले अंतपुर शयन कर तुम्हें जाई सिंह द्वार मध्य अपेक्षा कर मु जाऊँगी महाराणी प्रमोदिनी निकट को। अनेक दिन गोटाए पुराणा हिसाबटा बाकी रही से पुराणा ऋणटा को आज मुक्त करने चाहूँगी। निश्चय राजा आसवा पूर्वर कामटा सारी मो सहल सहल फेरी आसूची। ठीक अच्छे
ମହାରାଣୀ ଏକୁଟିଆ ଶୟନ କକ୍ଷ ମଧ୍ୟରେ ଅଛନ୍ତି। ଆରେ ଏଇଠି ଖଟା ଖାଇ ମହାରାଣୀ ଲୋ ଆଲୋ ଏ ମହାରାଣୀ ମହାରାଣୀ ଲୋ ଆରେ ସତରେ କଣ ମହାରାଣୀକୁ ମୋ ଡାକଟା ଶୁଭୁନି ନା ଶୁଭିବ କେମିତି? ରାତିଟା ଅନେକ ହେଇସାରିଛି। ମହାରାଣୀ ମଧ୍ୟ ନିଶ୍ଚୟ ଶୋଇପଡ଼ିଥିବେ। ସେଇଥିପାଇଁ ମୋ ଡାକ ତାଙ୍କ କର୍ଣ୍ଣକୁ ବାଜୁନି। ମୋ ତାଙ୍କ ନିକଟକୁ ଯିବାକୁ ହବ। ଆସୁଛି ଲୋ ମହାରାଣୀ ତୁମରି ନିକଟକୁ ଆସୁଛେ। କିଏ କିଏ ଏତେ ରାତିରେ ପୁଣି ମାଣିକ ଗଡ଼କୁ ଆସି ଅଛ? ଆରେ ମହାରାଣୀ ମହାରାଜ ଘରେ ନାହାନ୍ତି କି? ମୋ ସ୍ୱାମୀ ଘରେ ନାହାନ୍ତି। ଅକ୍ଷୟ ଅଭୟ ଘରେ ନାହାନ୍ତି କି? ମୋ ପୁଅ ମାନେ ରାଜ୍ୟ ଭ୍ରମଣ ପାଇଁ ଯାଇଛନ୍ତି। ଆଚ୍ଛା ହେଲେ ହେଲେ କଣ? ତୁମେ କିଏ? ଆରେ ମୁଁ ହଉଛି ଆପଣଙ୍କର ଜଣେ ହିତାକାଂକ୍ଷୀ ମଣିଷ। ଆରେ ମୁଁ ହଉଛି ଆପଣଙ୍କର ଜଣେ ଶୁଭାକାଂକ୍ଷୀ ମଣିଷ। ଆପଣଙ୍କ ପାଇଁ ଗୋଟାଏ ଶୁଭ ସମ୍ବାଦ ନେଇ ଆସିଛି ମହାରାଣୀ। ଶୁଭ ସମ୍ବାଦ ନେଇ ଆସିଛି। ଠିକ ଅଛି, ଯଦି ଶୁଭ ସମ୍ବାଦ ନେଇକି ଆସି ଅଛ ତାହେଲେ ମତେ କହିଦିଅ। ଆଚ୍ଛା ମୋ ସ୍ୱାମୀ ଆସିଲା ମୁଁ ଜଣେଇଦେବି। ଆଉ ତୁମେ ଏଠୁ ଚାଲିଯା। ଆରେ ମୁଁ ତୁମକୁ ଜାଣିନି କି ଚିହ୍ନିନି। ତୁମେ ମତେ ଭଲ ଭାବରେ ଜାଣିଛ। ଆରେ କହିଲି ନା। ଶୁଣ ମୁଁ ହଉଛି ସେଇ ଅଣା ଖାଇଥିବା ପୂର୍ବତନ ସେନାପତି ମନାଗ୍ନେ। ତାହେଲେ ତୁ ମୋ ସହିତ ଛଳନା କରୁଥିଲୁ ନା? ଛଲନା କରୁ ସେଇ ଦିନର କଥା ତୁ ଭୁଲି ଯାଇଛୁ ବୋଧେ। ତୋର ମନେ ନାହିଁ? କୋଟି କୋଟି କରି ସବୁ କଥା ମନେ ରଖିଛି। ଆରେ କେମିତି ଭୁଲିବେ ସେଇ ଅତୀତର ଘଟଣାଟା? ଦିନେ ମୁଁ ସେଇ ରାଜସଭାରୁ ଧଡ଼ା ଖାଇ ଚାଲି ଯାଇଥିଲି ଘୋର ଅରଣ୍ୟ ମଧ୍ୟକୁ। ସେଇଥିପାଇଁ ସେଇ ଦିନର ପ୍ରତିଶୋଧ ଦେବା ପାଇଁ ଆଜି ଲୁଚି ଛପି ଚାଲି ଆସିଛି ତୁମର ନିକଟକୁ। ଏଇ ପରାଗ୍ରଟାକୁ ଖିଆ କୁକୁର କହିଦେଲୁ। ଆରେ ଦିନ ଥିଲେ ମୁଁ ତୁମରି ରାଜ୍ୟର ଖିଆ କୁକୁର। ହେଲେ ଏ ଖିଆ କୁକୁରର ଗୋଟାଏ ଅଭ୍ୟାସ ରହିଯାଇଛି ଅଇଠା ଖାଇବାର। ଅନେକ ଦିନ ଧରି ବଣ ମଧ୍ୟରେ ରହି ଆସୁଛି। ଅଇଠାଟା ଭଲ ଭାବରେ ଖାଇଲି। ସେଇଥିପାଇଁ ତୁମ ନିକଟକୁ ଲୁଚି ଛପି ଚାଲି ଆସିଛି ଅଇଠାଟା ମନ ଭରିକି ଖାଇବା ପାଇଁ। ଚାନ୍ଦକୁ ହାତ ବଢ଼ାନା ରାକ୍ଷସ। ଓ ତୁ ନିଶ୍ଚୟ ମାରିବୁ। ମରିବା ପାଇଁ ବନାଗ୍ନେ ଭୟ କରେ ନା। ମରିବି ପଛକେ ହେଲେ ପାଣିର ରସଟାକୁ ନଚାଖିବା ପର୍ଯ୍ୟନ୍ତ ମରିବିନି। ତତେ ଲଜ୍ଜା ଲାଗିବା କଥା। କାହିଁକି ଭାଇ ତୁମ ଉଆସକୁ ଫେରି ଆସି ଭଲ ହେଇଛି। ତତେ ଯଦି ମଣିଷ ପଡ଼ିଆ ଥାନ୍ତା ଜବାରୁ ନାହିଁ। ଶାନ୍ତି ରାକ୍ଷସ। ତୁ ଗୋଟେ ହଉଛୁ କା ପୁରୁଷ। ତୁ ଗୋଟେ ହଉଛୁ ଆଡ଼ ପୁରୁଷ। ଦେଖିବାକୁ ଚାହୁଁନି ରାକ୍ଷସ। ତୁ ଏଠୁ ଚାଲିଯା। ଶାଳି ହୋ କାଲରେ ଛେପ ପକେଇଦେଲୁ। ହେଲେ ଛେପ ପକାଇ ବହୁତ ବଡ଼ ଭୁଲ କରିଛୁ। ଆରେ ଏ ଛେପଟା ଭାରି ସୁଆଦିଆ ବାସୁଛି ସତରେ। ହେଲେ ଛେପଟା ଭାରି ସୁଆଦିଆ ହେଇଛି।
ଜୀବନରେ କେବେ ଏମିତି ସୁଆଦିଆ ଜିନିଷ ମୁଁ ଖାଇ ନଥିଲି। ଛେପଟା ଯଦି ଏତେ ସୁଆଦିଆ ହେଇଛି ତାହେଲେ ଛେପ ପକେଇଥିବା ଲୋକର ଯୋଉ ପାଣିର ରସଟା କେତେ ସୁଆଦିଆ ନ ହେଇଥିବ। କଣ କରିବୁ ବରାଗରି? କଣ କରିବେ? କଣ କରିବୁ? ଆରେ ଯାହାକୁ ତୁ ନପୁଂସକ ବୋଲି ପ୍ରମାଣ କରିଦେଇଛୁ ସେଇ ନପୁଂସକଟା ଆଜି ଏଇ ରାଣୀ ହଂସପୁରରେ ଅମର୍ତ୍ତାଙ୍ଗୀଟା ଦେଖେଇ ଦବ। ତତେ ମୁଁ ଆଜି ବଳାତ୍କାର କରିଦେବି। ମୁଁ ତତେ ହାତ ଯୋଡ଼ି ଦେଉରା ହଉଛି। କ୍ଷମା ଶୁଣିବେ ରେ। ତୁ ଏମିତି ପାପ କଥା କହନି। ଆଚ୍ଛା ମୋ ପାଖରେ ମୋ ସ୍ୱାମୀ ନାହାନ୍ତି ଭଲ ହେଇଛି। କି ମୋ ପୁଅ ମାନେ ବି ନାହାନ୍ତି। ଆହୁରି ଭଲ। ତୁ ଚାଲି ଯା। ଚାଲି ଯିବି। ମୁଁ ତତେ ହାତ ଯୋଡ଼ି ଦେଉରା ହଉଛି। ତୁ ଚାଲି ଯା ବରାଗରି, ତୁ ଚାଲି ଯା। ଏ ସହଜରେ ମୁଁ ଏଠାରୁ ଚାଲି ଯିବିନି। ସମୟ ସୁବିଧା ଦେଖି ମୁଁ ଉଚିତ ସମୟରେ ଆସି ଯେତେବେଳେ ପହଞ୍ଚି ଯାଇଛି କାମଟା ପୂରା ନ କରି ଯିବି କେମିତି? ଆସ ନାଇଁ ବରାଗରି। ଆସଲ ହେ ଭଗବାନ, ଏଇ ସମୟରେ ସେ ରାକ୍ଷସ ମୋ ପାଖକୁ ଚାଲି ଆସିଛି ପ୍ରଭୁ। ଆରେ ମୋ ପାଖରେ ମୋ ସ୍ୱାମୀ ନାହାନ୍ତି। କଣ କରିବି? କିଛି ବୁଝି ବାଟ ଦେଖା ଯାଉନି ପ୍ରଭୁ। କିଛି ଦେଖାଯିବନି। କିଛି ବୁଝି ବାଟ ଦେଖା ଯାଉନି। ହେ ଜଗତର ନାଥ ଜଗନ୍ନାଥ, ରାକ୍ଷସ କମଲରୁ ମତେ ରକ୍ଷା କର ପ୍ରଭୁ। ରାକ୍ଷସ କମଲରୁ ମତେ ରକ୍ଷା। ତୋ ଆଖିର ଲୁହ ଦେଖି ମତେ ଦୟା ଲାଗୁଛି। ସତରେ ମୁଁ ତତେ ସାହାଯ୍ୟ କରିବା ପାଇଁ ଇଚ୍ଛା ହଉଛି, ହେଲେ କଣ କରିବି? ସାହାଯ୍ୟ ତ କରିବାକୁ ପଡିବ। ବିପଦ ସମୟରେ ସାହାଯ୍ୟ କରିବା ହଉଛି ଗୋଟାଏ ଧର୍ମ। କାହିଁକି ନା ତୋର ଛୋଟ ପାଟି ଅଛି, ଝିଅ ପିଲାଟା ଯେତେ ଚିତ୍କାର କଲେ ମଧ୍ୟ ଏଇ ରାଣୀ ହଂସପୁରରୁ ଆଗକୁ ଯାଇପାରିବନି। ସେଇଥିପାଇଁ ମୋର ବଡ ପାଟି ଅଛି। ମୁଁ ଜୋରରେ ଚିତ୍କାର କରି ଡାକିବି, କେହି ନା କେହି ତ ତତେ ବଞ୍ଚାଇବା ପାଇଁ ନିଶ୍ଚୟ ଆସିବେ। ଏଇ ଜଗତର ନାଥ ଜଗନ୍ନାଥ ଆଜି ଏଇ ମାଣିକଗଡ଼ ରାଜ୍ୟର ମହାରାଣୀ ପ୍ରମୋଦିନୀଟା ଏଇ ବନାଗ୍ନି ହାତରୁ ଦର୍ଶିତ ହବାକୁ ଯାଉଛି। ଆରେ କିଏ କୋଉଠି ଅଛ? ଆସ। এই বনাগ্নি ମୋ ଇଜ୍ଜତ ଲୁଟି ନେବାକୁ ବସିଛି। ଏ ଦ୍ୱାରିକାଧିପତି କୃଷ୍ଣ, ଆପଣ ସେଦିନ କୁରୁସଭା ମଧ୍ୟରେ ଦ୍ରୌପଦୀଟାକୁ ବସ୍ତ୍ର ଦାନ ଦେଇ ଆପଣ ତାର ମାନ ରଖିଥିଲେ ପ୍ରଭୁ। ଆଜି ଏଇ କଲି ଯୁଗରେ এই মহারানী প্রমোদিনীটা এই বনাগ্নি হাତରେ দর্শিত হବାକୁ ଯାଉଛି। ଆପଣ କଣ ତା ମାନ ରଖିବେନି? ଆସ ପ୍ରଭୁ। କଣ କହିଲେ? ଆପଣ ଆସିପାରିବେନି? ହ୍ୟାଲୋ ମହାରାଣୀ, କେହି ଆସିବେନି ଲୋ, କେହି ଆସିବେନି। ତୁ ନାରୀକୁ କେବେ ଦୁର୍ବଳ ଭାବରେ ରାକ୍ଷସ। କଣ କରିବୁ? ତୁ ଏଇ ନାରୀର ଦୁର୍ଗା ରୂପ ଦେଖିନୁ ବେ? ଦେଖା ଭାଇ, ଦେଖ। ଦେଖା।
ଅଭେ ଅର୍ପ ଚିର ପଶୁ ବାଘରେ ବସିବି ନୁଆ ଘରେ ପୁଣି କରୁ ପଳାୟନ ତୋର ସାହସ କେମିତି ହେଲା ମୋ ରାଜବଂଶକୁ ପ୍ରବେଶ କରିବା ପାଇଁ ରାଜନ ତୁ ପୁଣି ମହାମଣି ପ୍ରମୋଦଙ୍କ ଉପରେ ଆସେ ଅତ୍ୟାଚାର କରୁଛ ଉଚିତ ସମୟରେ ଆସି ପହଞ୍ଚିଗଲ ନହେଲେ ମହାରାଣୀକୁ ଘଟଣା ଘଟେଇ ଦେଇଥାନ୍ତି ଚୁପ୍ କର ଜୀବନ ପ୍ରତି ସ୍ନେହ ମମତା ଅଛି ଏ ଜାଗା ଛାଡ଼ି ଚାଲିଯା ନା ଯାହା କହୁଛେ ଆରେ ରେ ନିର୍ଲଜ ମୁଖେ ନାହିଁ ଲାଜ ମରଣକୁ କରୁ ବରଣ ଆରେ ରେ ନିର୍ଲଜ ମୁଖେ ନାହିଁ ଲାଜ ମରଣକୁ କରୁ ବରଣ ସ୍କନ୍ଦ ଚିତ ତର କରିବି ଛେଦନ ତାକୁ ଅଛି ଜନ୍ତୁର ଆରେ ରେ ନିର୍ଲଜ ମୁଖେ ନାହିଁ ଲାଜ ମରଣକୁ କରୁ ବରଣ ମତ ଶିକାର କଲୁ ଚାର କାର ଖାଇଲା ପାଖ ମୁଁ ଏଇ ମତ ଶିକାର କଲୁ ଚାର କାର ଖାଇଲା ପାଖ ମୁଁ ଏଇ ତୋର ରାଣୀ ଚାଖିବି ଜମାର ନ ମାନିଲେ ତୋତେ ମାନିଦେବି ମତ ଶିକାର କଲୁ ଚାର କାର ଖାଇଲା ପାଖ ମୁଁ अबे भनक्के আর হেলা তো দেহরে যদি এমতি বিরা রক্ত প্রবাহিত হচ্ছে তাহলে রাজা সহিত যুদ্ধ কর আর হেলা যুদ্ধ হ্যাঁ নিশ্চয় যুদ্ধ হব ଆଉ ଆଜି এই ଯୁଦ୍ଧରେ କିଏ ବିଜୟ ଲାଭ କରିବ ଆଉ କିଏ ପରାଜୟ ହବ ନିଶ୍ଚୟ ଜଣା ପଡ଼ିବ ହଉ ଏ ରାଜାଟା ବି ଦେଖିବ ସେ ବେଇମାନ ଭନକ୍କେ ଦେହରେ କେତେ ଶକ୍ତି ଚାଖି ନେଇ ଆସ ସେଇ ତୀକ୍ଷ୍ଣ ତରବାରୀ ଜୟ ମା ଭବାନୀ আরে চাখি আহিকে মଝିରେ ଅଟକାଇ ଦେବେ ହଁ এ রাজা রানী মরি গলে ହଁ দুঃখটা কোন জানি পারিবেনি ভাই ଓ আমি যেমিতি দুঃখ কষ্ট ভোগিছু ঠিক କହିଛୁ এ রাজা রানী দুঃখ কষ্ট ভোগিবাকু হব ନିଶ୍ଚୟ ଭୋଗିବେ এ মানে রাজ সিংহাসনরে বসি এ রাজ সুখ ভোগ করিছন্তি ହଁ ଚାଖି দুঃখটা কোন জানি নাহান্তি ভাই ଉଚିତ କହିଛୁ ଉଚିତ ସମୟରେ ଭଲ କଥା ପଦେ ମନେ ପକାଇଦେଲୁ ভাই ରାଜା ତାକୁ ଏମିତି ସହଜରେ ମାରି ଦେଇଥିଲେ ମନଟା ମୋର ବୁଝି ନଥାନ୍ତା ভাই ଶଳା ତ ବୁଦ୍ଧିକୁ ମାନିବାକୁ ପଡ଼ିବାର ଚକ୍ଷୁ ଏବେ ରାଜ ମନେ ପକା ସେଇ ଅତୀତର କଥାଟା ତୁ ଯେମିତି ଆମ ବେନି ଭାଇଟାକୁ ରାଜସଭା ମଧ୍ୟରେ ମାଡ଼ ମାରି ତଳି ଦେଇଥିଲୁ ସେ କଥାଟା ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଜମାରୁ ଭୁଲିବିନି ଦେଇଦେ ସେ ରାଜ ମକୁଟ ଦଇ ଭନକ୍କେ
ତୋ ଆଗରେ ହାତ ଯୋଡ଼ି ଦେଗୁଡ଼ା ହେଉଛି ଆଚ୍ଛା ମୁଁ ତୋ ସହିତ ଯୁଦ୍ଧ କରି ପରାସ୍ତ ହେଇଛି ତାପରେ ତୁ ମୋ ରାଜମକୁଟ ନେଇଯିବ ନିଶ୍ଚୟ ହାତ ଯୋଡ଼ି ନେହୁରା ହଉଥିଲି ମୁଁ ବି ଦିନେ ତୋରି ପାଖରେ ରକ୍ତ ଜୁଡୁ ବୁଡୁ କ୍ଷତ ବିକ୍ଷତ ଶରୀର ମହର କେତେ ଯେ ନେହୁରା ହେଇଥିଲି ସେଦିନ କଣ ମତେ କ୍ଷମା କରି ଦେଇଥିଲୁ ତାକେ ରାଜାଟା ଯେତେବେଳେ ଯୁଦ୍ଧରେ ପରାସ୍ତ ହେଇ ସାରିଛି ରାଜମକୁଟ ପିନ୍ଧିବାର ଅଧିକାର ନାହିଁ ନାଇଁ ଭାଇ ନେଇ ଆସ ସେଇ ରାଜମକୁଟଟା ନା ବାବୁ ତାଙ୍କ କଥାରେ ଆମର ଭୁଲ ହେଇଯାଇଛି ভুল এ রাজা সেদিন আমি ବି ভুল মাগিଥିଲୁ কোন ଆମକୁ ক্ষমা କରି ଦେଇଥିଲୁ ହେଲେ ମୁଁ ରାଜମକୁଟ ମୁଁ ଦେଇପାରିବିନି ଆରେ ଆମ ହାତ ଗୋଡ଼ ଭାଙ୍ଗି ରାଜ୍ୟ